ସଚ୍ଚୋଟପଣ ମଣିଷର ସବୁ ସ୍ୱପ୍ନକୁ ପୂରଣ କରିପାରେ ନାହିଁ ସତ, କିନ୍ତୁ ସଚ୍ଚୋଟପଣକୁ ନେଇ କର୍ମ କରୁଥିବା ମଣିଷଟି ସବୁବେଳେ ଶାନ୍ତିରେ ସ୍ୱପ୍ନ ଦେଖୁଥାଏ। ତେଣୁ ସତ୍ ପଥରେ ଥିବା ବ୍ୟକ୍ତି ବରଂ ଟିକେ ବିଳମ୍ବ ହେଉ କିନ୍ତୁ ସଫଳତା ସେ ନିଶ୍ଚିତ ପାଇବ। କିନ୍ତୁ ଅସତ୍ୟ ଉପାୟରେ କର୍ମ କରୁଥିବା ବ୍ୟକ୍ତି, ଯେ ଭୁଲକୁ ସ୍ୱୀକାର କରୁଥିବା ବ୍ୟକ୍ତି, ସେ ତୁରନ୍ତ ସଫଳତା ପାଆନ୍ତି। କିନ୍ତୁ ଶେଷ ପର୍ଯ୍ୟାୟରେ ଆପଣ ଲକ୍ଷ୍ୟ କରିବେ ସେ ବ୍ୟକ୍ତିର ସତ୍ତା ନଥିବ। ସତ୍ ହେଉଛି ଗୋଟେ ଏମିତି ରାସ୍ତା ବହୁତ ଅଙ୍କା ବଙ୍କା। ଆପଣ ସେ ଅଙ୍କା ବଙ୍କା ରାସ୍ତାରେ ଚାଲନ୍ତୁ ନା, ଦେଖିବେ କିଛି ବାଟ ଯାଇସାରିଲା ପରେ ରାସ୍ତା ସଳଖ ଦେଖାଯିବ। କିନ୍ତୁ ଆରମ୍ଭରୁ ମିଛ ରାସ୍ତାଟି ଆରମ୍ଭରୁ ଅତି ସଳଖ ଥାଏ, କିନ୍ତୁ କିଛି ବାଟ ଯାଇସାରିଲା ପରେ ସେଠି ରାସ୍ତା ବି ନଥାଏ, ଖାଲି ରସାତଳ, ଖାଲି ଅଶାନ୍ତିର ଏକ ସମ୍ଭାବନା, ମୁଁ କହିବିନି, ଅଶାନ୍ତିର ଏକ ପାହାଡ଼, ଯେଉଁଠି ଆପଣ ନା ଆଗକୁ ଯାଇପାରିବେ ନା ପଛକୁ ଫେରିପାରିବେ। ତେଣୁ ସଚ୍ଚୋଟପଣ ମଣିଷର ସବୁ ସ୍ୱପ୍ନକୁ ପୂରଣ କରିପାରେନି ସତ, ମୁଁ ମାନୁଛି, ଆପଣ ବି ମାନିବେ। କିନ୍ତୁ ସତ୍ କର୍ମ ଓ ସଚ୍ଚୋଟପଣକୁ ନେଇ ମଣିଷ ଦେଖୁଥିବା ସ୍ୱପ୍ନ ଦିନେ ବାସ୍ତବରେ ପରିଣତ ହେବ। ଏହା ହିଁ ଜୀବନର ବାସ୍ତବତା ଓ ନିରାଟ ସତ୍ୟ। ଜୟ ଜଗନ୍ନାଥ।